ଆନନ୍ଦ ପୁରାପୁରି ଭଲ ହେଇଯିବେ। ହଁ ଦର୍ଶକ ବନ୍ଧୁ, ଆନନ୍ଦଙ୍କ ହାତ ଧୀରେ ଧୀରେ ଭଲ ହେଇଯାଉଛି। ଏହା ଦେଖି ଦାଦିମା କହିବେ, ମାୟା ଦେଖେ, ଆନନ୍ଦ ଧୀରେ ଧୀରେ ଭଲ ହେବାକୁ ଲାଗିଲାଣି। ଆରେ ଏ କୌଣସି ମେଡିସିନ ଯୋଗୁଁ ନୁହେଁ ରେ, ଏ ହେଉଛି କୁଲଦେବତାଙ୍କର ଚମତ୍କାର। ତାଙ୍କର ବିଭୂତି ଆଉ ଅଭିଷେକ ଜଳର ପ୍ରଭାବ ଇଏ। ଏ ଟିକେ ଆଗରୁ ମୁଁ ତା ମୁଣ୍ଡରେ ବିଭୂତି ଆଉ କୁଲଦେବତାଙ୍କର ଅଭିଷେକ ଜଳ ଖୁଆଇ ଦେଇଥିଲି ନା। ଦେଖ ଦେଖ ସେ ତାପରେ କେମିତି ଭଲ ହେବାକୁ ଲାଗିଲାଣି। ଆରେ ହଁ ରେ, ଏ ହେଉଛି ତାରି ପ୍ରଭାବ। ତାପରେ ମମତା କହିବେ, ହଁ ଦିଦି, ଏ ସବୁ କୁଲଦେବତାଙ୍କର ଆଶୀର୍ବାଦ। ତମେ କହୁଥିଲ ନା ଦୁନିଆରେ ଭଗବାନ ନାହାନ୍ତି ବୋଲି, ତ ଦେଖ ଏ ସବୁ ଆମ କୁଲଦେବତାଙ୍କର ଚମତ୍କାର। ଦେଖ ଦିଦି, କେବଳ ତାଙ୍କ ଆଶୀର୍ବାଦ ଯୋଗୁଁ ଭାଇ ପୁରାପୁରି ଭଲ ହେଇଗଲେଣି। ଏବେ ତ କୁଲଦେବତାଙ୍କୁ ବିଶ୍ୱାସ କର ଦିଦି, ଏବେ ତ ମାନ ଦୁନିଆରେ ଭଗବାନ ଅଛନ୍ତି ବୋଲି। ତାପରେ ମାୟା କୁଲଦେବତାଙ୍କର ବିଭୂତି ଆଣି ଆନନ୍ଦଙ୍କ ମୁଣ୍ଡରେ ବିଭୂତି ଲଗେଇ ଦେବେ। ତାପରେ ଗୌରବ କହିବେ, ଏବେ ତାହେଲେ କ୍ଲିଅର ହେଇଗଲା ଯେ ଏମଏଲଏ ରୂପସାକୁ ହେଲ୍ପ କରୁଛି। କିନ୍ତୁ ରୂପସା ସହିତ ଏମଏଲଏର ସମ୍ପର୍କ କ'ଣ? ତାପରେ ଆନନ୍ଦ କହିବେ, ଝିଅ, ରୂପସା ହେଉଛି ଏମଏଲଏ ଆଉ ମାଲିନୀଙ୍କ ଝିଅ। ଏମିତି କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ତ ଦର୍ଶକ ବନ୍ଧୁ, ସମସ୍ତେ ଜାଣିଯିବେ କି ଏମଏଲଏ ମହାପାତ୍ର ଫ୍ୟାମିଲିକୁ ବରବାଦ କରିବା ପାଇଁ ଫ୍ରଡ୍ କେସ୍ କରିଛନ୍ତି ବୋଲି। ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।